53 ବର୍ଷ ପରେ ପଡ଼ିଥିବା ଦୁର୍ଲଭ ଯୋଗରେ ଦ୍ୱିତୀୟ ଦିନରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ ରଥାରୂଢ଼ ହୋଇ ଆସିଥିବା ବେଳେ ବଡ଼ଦାଣ୍ଡରେ ମା ଦକ୍ଷିଣ କାଳୀ ବିଦ୍ୟୁତ୍ ଠିକା କର୍ମଚାରୀ ସଂଘ ପକ୍ଷରୁ ଭକ୍ତ ତଥା ପ୍ରାୟ 800ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ଅର୍ଣ୍ଣଛତ୍ର ପ୍ରଦାନ କରାଯାଇଥିଲା। ଏପଟେ ଭକ୍ତ ତଥା ନୟାଗଡ଼ ଜନସାଧାରଣ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଅର୍ଣ୍ଣଛତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ରଥ ଟାଣିଥିବା ଦେଖାଯାଇଛି। ଏଇଟା ଆମର କାହାର ଇଚ୍ଛା ନୁହେଁ, ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା। ତାଙ୍କରି ଯେଉଁଥିରେ ସିଏ ଯେଉଁଟା ଆଜି ଚାହିଁଛନ୍ତି, ଖାଲି ଆମେ ହେଲେ ଗୋଟେ ଗୋଟେ ମାଧ୍ୟମ। ଆମର ମା ଦକ୍ଷିଣକାଳୀ ଠିକା ବିଦ୍ୟୁତ୍ କର୍ମଚାରୀ ସଂଘ ତରଫରୁ ଆଜି ଗୋଟେ ଛୋଟିଆ ପ୍ରୟାସଟେ ଆମ ତରଫରୁ ହେଇଛି। ଆଉ ଭାରି ଖୁସି ବି ଲାଗୁଛି ସମସ୍ତଙ୍କୁ। ତ କହିବା ପାଇଁ କିଛି ମାନେ ପାଟିରେ ବି ଆମର ଏତିକି ନାହିଁ। ତ ଠାକୁର ଯେଉଁଟା ଚାହିଁଲେ ଆମ ଦ୍ୱାରା ସେ କରେଇଲେ, ତ ଆମେ ସମସ୍ତେ ଭାରି ଖୁସି ଅଛି। କେବଳ ଟ୍ରେଡ୍ ୟୁନିୟନ୍ କଲେ କିମ୍ବା ସଂଘ କଲେ ଯେ ଆମେ କେବଳ ଶ୍ରମିକମାନଙ୍କ ହିତରେ ଯିବା, ସେଇଟା ତ ଠିକ୍ ନୁହଁ। ତା ସହିତ ସମାଜ ସଂସ୍କାର ଏବଂ ଠାକୁର ପ୍ରେମ ଏସବୁ ଜିନିଷ ରହୁଛି। ମା ଦକ୍ଷିଣକାଳୀ ସଂଘର ଯେଉଁମାନେ ବି ଅଛନ୍ତି କର୍ମକର୍ତ୍ତା ଏବଂ ସମସ୍ତ ସଭ୍ୟମାନେ ସେଇଥିରେ ଚାଲିଛନ୍ତି। ସଂଘ ପକ୍ଷରୁ ସଂଘର ସଭାପତି ରବୀନ୍ଦ୍ର ଦାସ ଓ ସମ୍ପାଦକ ସଞ୍ଜୟ ସାହୁ ତଥା ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଜକ ପ୍ରମୋଦ ବିଶ୍ୱାଳଙ୍କ ସହ ସଂଘର ସଭ୍ୟମାନେ ଉପସ୍ଥିତ ତଥା ସାମିଲ ହୋଇ ଅର୍ଣ୍ଣ ବଣ୍ଟନ କରିଥିବା ବେଳେ ଦାଣ୍ଡରେ ଭକ୍ତଙ୍କ ଗହଣରେ କାର୍ଯ୍ୟ ପରିଚାଳନା କରି ନିଜକୁ ଧନ୍ୟ ମନେ କରିଥିବା କଥା ସୂଚନା ଦେଇଛନ୍ତି। ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।